ପକ୍ଷୀ ବିଷୟରେ ଜାଣିବା ଠିକ ଅଛି ଜାଣିବା ତ ଆଗରୁ ଅଧା ଅଧା କିଛି ଜାଣିଥିଲେ ଏବେ ଆଉ କିଛି ଜାଣିବା ଠିକ ଅଛି ହଁ ତ ଏଇଟା କଣ କହିଲ ଦେଖି ସେ ଜାଣିଛ ଦେଖିଛ କାଗଜ ঠেকুয়া তাহলে দেখিছ না ବସିଥିଲ ଠେକୁଆକୁ ମରିଗଲା ଇଏ କଣ ଓଟୋ 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 ଦେଖିଛ ବସିଛ ବସ ଭଲସେ ବସିକିନା ଦେଖ ଅଟୋରେ ବସିଛ ଭଲସେ ସାତ କାଟ ହଁ ଅଟୋ ଯୋଉ ତାହେଲେ ପିଠିଟା ଉଞ୍ଚା କଣ ପାଇଁ କହିଲେ ଟିକେ ଦେଖି କିଏ ଜାଣିଥିବ ଯଦି ଟିକେ ଅଟୋର ପିଠିଟା ଉଞ୍ଚା କଣ ପାଇଁ କାହିଁକି ନା ସେ ବହୁତ ଦିନ ସେ ଖାଏନି ପାଣି ପିଏନି ଜାଣିଛ ତ ସେମାନେ ମରୁଭୂମିରେ ଚାଲେ ବୋଲି ସେ ବହୁତ ଦିନ ଠାରୁ ସେ ସଞ୍ଚୟ କରୁଛି ତାର ପିଠା ବଡ ନାହିଁ ନା ଖାଦ୍ୟ ଆଉ ପାଣି ସେ ଏକା ଥରକେ ସେ ମାସକର କି 15 ଦିନ ଏକା ଥରକରେ ଖାଇଦିଏ ସେ ଏକା ଥରକେ ଖାଇକି ମତା ସେଇ ସବୁ ଜମା କରି ରଖିଥାଏ ଆମେ କଣ ଆମେ କୁଆଡେ ଗଲେ ଟ୍ରେନରେ ଆମେ ଯାଉଛୁ ହଁ କି ନାଇଁ ଶୁଣ ଆମେ ବ୍ୟାଗରେ ବହୁତ ସାରା ଜିନିଷ ବୋହିକି ରହୁଛୁ କି ନାଇଁ ସେ ଅଟୋ ସେମିତି ଅଟୋ କଣ କରେ ନା ଖାଦ୍ୟ ତାର ପିଠି ଅଛି ନାଇଁ ନା ପିଠିରେ ଅଟୋ ଖାଦ୍ୟ ପାଣି ସବୁ ଏକା ଥରକେ ଖାଇଦିଏ ତା ସବୁ ସେଇଠି ରଖିଦିଏ ଅଳ୍ପ କରି ଖାଏ ଠିକ ଅଛି ବୁଝିପାରିଲ ଯେମିତି ଆମେ କୁଆଡେ ଗଲେ ଧର ଆମେ ଟ୍ରେନରେ ବହୁତ ପୂଜା କରୁ ହେଲା ଆମେ କଣ କିଛି ଖାଇବାକୁ ଆମେ ବ୍ୟାଗ କରୁଛୁ ନା ନାଇଁ ବିସ୍କୁଟ ମାନେ କେକ୍ ଯାହା ଧରୁଛୁ କି ନାଇଁ ଖାଇବା ସିଏ ସେମିତି ଇଏ ବି କିଛି ଜିନିଷ ଖାଦ୍ୟ ସବୁ ପାଣି ସବୁ ରଖିଦିଏ ବସ ଠିକ ଅଛି ଜାଣିପାରିଲ ତ ତାର ପିଠି ଓଟର ପିଠିଟା କଣ ପାଇଁ ଉଞ୍ଚା ବସ କଣ ପାଇଁ ଉଞ୍ଚା ଜାଣିପାରିଲ ତ ଆଉ ଏଇଟା କଣ ମୂଷା ପାଇଛ ଏମିତି ଖାଲି ମୂଷା ମାନେ ରହିଯାଉଛନ୍ତି